ସୁନୟନାର ନୂଆ ମହାମୋଡ଼ ଓ ରୋମାଞ୍ଚକାରକ ଟ୍ୱିଷ୍ଟ ଆପଣଙ୍କୁ ସମ୍ପୂର୍ଣ୍ଣ ଆଚମ୍ବିତ କରିଦେବ। ସିଦ୍ଧାର୍ଥ ଟିଭିର ଏହି ଲୋକପ୍ରିୟ ସିରିଏଲର ଏପିସୋଡ୍ 701ରେ ଦେଖିବାକୁ ମିଳୁଛି କି ସୁନୟନା ଶେଷରେ ସେହି ନକଲି ବିବେକକୁ ଧରି ପକାଇଛନ୍ତି, ଯିଏ ବହୁଦିନୁ ପରିବାରକୁ ଥକି ଆସୁଥିଲା। ପ୍ରୋମୋରେ ଦେଖାଯାଉଛି କି ଗୋଟେ ମାସ୍କ ପିନ୍ଧିଥିବା ରହସ୍ୟମୟୀ ଲୋକ ରୂପମକୁ ସୁପରଷ୍ଟାର ହେବା ପାଇଁ ଆକ୍ଟିଂ ଶିଖଉଛି ଓ ତାକୁ ଜଜ୍ମାନଙ୍କ ସାମ୍ନାରେ ଭଲ ପ୍ରଦର୍ଶନ କରି ଗୋଲ୍ଡେନ୍ ଚାନ୍ସ ହତିଆବା ପାଇଁ ପ୍ରଚଉଛି। କିନ୍ତୁ ସୁନୟନା ଚତୁରତାର ସହ ଏହି ସବୁ ଘଟଣାର ଭିଡିଓ ନିଜର ମୋବାଇଲରେ ରେକର୍ଡ କରି ପ୍ରମାଣ ସଂଗ୍ରହ କରୁଛନ୍ତି, ଯେମିତି ସେ ନିଜର ପରିବାରକୁ ଏହି ସତ୍ୟତା ବିଷୟରେ ଜଣାଇ ପାରିବେ। କିନ୍ତୁ କାହାଣୀରେ ଆସଲ ଥରୁଆ ମୁହୂର୍ତ୍ତ ତେବେ ଆସେ ଯେତେବେଳେ ସେହି ଦୁର୍ବୃତ୍ତଟି ସୁନୟନାଙ୍କୁ ଦେଖିଦିଏ ଓ ତାଙ୍କୁ ଛୁରୀ ଧରି ମାରିବାକୁ ଗୋଡ଼ାଏ, ଯାହା ଦର୍ଶକମାନଙ୍କ ଭିତରେ ଏବେ ଗୋଟେ ବଡ଼ ପ୍ରଶ୍ନବାଚୀ ଓ ଉତ୍କଣ୍ଠା ସୃଷ୍ଟି କରୁଛି କି ସୁନୟନା ଏହି ବିପଦରୁ ବଞ୍ଚିକି ନିଜର ପରିବାରକୁ ସବୁ ସତ୍ୟତା ଜଣାଇ ପାରିବେ କି ନାହିଁ। ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ଭୁଲିବେନି।